ଦନେଇ ଦାସ ଆଜ୍ଞା ଦନେଇ ଦାସ ପ୍ରକୃତରେ ସମାଜର ଏମିତି ହିତ ଉପଦେଶ ଆଜ୍ଞା କଥା ଛଳରେ ଦେଇଛନ୍ତି। ତାଙ୍କର ଲେଖା ଛଳରେ ସମାଜକୁ ଆଜ୍ଞା ସତର୍କତାର ସୂଚନା ଦେବା ସଙ୍ଗେ ସଙ୍ଗେ ବହୁ ଆଦର୍ଶ ବହୁ ନୀତି କଥା ମଧ୍ୟ ପ୍ରତିପାଦନ କରିଛନ୍ତି ଆଜ୍ଞା ଦନେଇ ଦାସ। ଏମିତି ଗୋଟେ ସୁନ୍ଦର ପଦ୍ୟଟେ ସେ ରଚନା କରିଛନ୍ତି ଆଜ୍ଞା, ନିଜ ପାଇଁ ମଣିଷ ଇଏ କଥା କରେ ନା, ଇଏ କର୍ମ ସବୁ ସମ୍ପାଦନ करे ଆଜ୍ଞା ପର ପାଇଁ। ତେବେ ଆମେ ଜାଣିବା ପ୍ରକୃତରେ ଆଜ୍ଞା ମଣିଷ ପର ପାଇଁ କ'ଣ କରେ, ନିଜ ପାଇଁ କେବେ ଇଏ କର୍ମ ସମ୍ପାଦନ କରେ ନା। ସେ ଆଉ କିଛି ନୁହଁ, ଇଏ ଏକୁଟିଆ ଘର ଅଟେ ଚୋରକୁ, ଅଟେ ଚୋରକୁ। ଆଜ୍ଞା ଏକୁଟିଆ ଘର, ଘରେ ଯଦି କିଛି ସଦସ୍ୟ ନଥିବେ, ଆପଣ ଘରେ ଏକା ଥିବେ, କୌଣସି କର୍ମଧନ୍ଦାରେ ଯଦି ଆପଣ ବାହାରକୁ ଚାଲିଗଲେ, ହଠାତ୍ କିଛି କାମ ପଡ଼ିଲା ଆପଣ ଯଦି ବାହାରକୁ ଗଲେ, ତେବେ ଚୋରର ଗୋଟା ସୁଯୋଗ ପଡ଼ିଲା, ୟା ଘରେ ତ କେହି ନାହିଁ, ଆଜି ଚୋରି କରିବା ଗୋଟା ସୁବର୍ଣ୍ଣ ସୁଯୋଗ ଆସିଛି। ତେଣୁ ଆଜ୍ଞା ଚୋର ଆସି ନିଶ୍ଚିତ ଭାବରେ ସୁଯୋଗ ପାଇଲା, ସେ ଘରୁ ସବୁ କିଛି ଧନରତ୍ନକୁ ଚୋରେଇକିରି ନେଇକିରି ପଳେଇବ। ସେଇଥିପାଇଁ କୁହାଯାଇଛି ଇଏ ଏକୁଟିଆ ଘର ଅଟେ ଚୋରକୁ, ଅଟେ ଚୋରକୁ। ଖାଲି ବୁଢା କାଳେ ବାହା ଅଟେ ପରକୁ, ଅଟେ ପରକୁ। ବୟସ ଯେତେବେଳେ ଗଡ଼ି ଗଡ଼ି ଚାଲିବ, ଯେତେବେଳେ ବୟସ ବଢ଼ିଯିବ, ଯଦି ବାର୍ଦ୍ଧକ୍ୟ ଅବସ୍ଥାରେ ଯଦି କେହି ବିବାହ କରେ, ତରୁଣୀ ଯୁବତୀକୁ ଆଜ୍ଞା ବିବାହ କରେ, ତେବେ ଆଜ୍ଞା ପ୍ରକୃତରେ ସିଏ ତରୁଣୀର ମନସ୍କାମନାକୁ ଇଏ ପରିପୂର୍ଣ୍ଣ କରନ୍ତି ନାହିଁ। ତେଣୁ ପ୍ରକୃତରେ ଇଏ ତ ବାର୍ଦ୍ଧକ୍ୟ ଅବସ୍ଥା, କରଚରଣ ନଚଳ ଇ ମଦନେ କମ୍ପୁ ଅଛି ଦେହି। ସେଇଥିପାଇଁ ଦନେଇ ଦାସ କହିଛନ୍ତି ବୁଢ଼ା କାଳେ ଯଦି କେହି ଆଜ୍ଞା ବିବାହ କରେ, ବୁଢ଼ା କାଳେ ବାହା ଅଟେ ପରକୁ, ଅଟେ ପରକୁ। କିନ୍ତୁ ହିଡ଼ ପାଖ ଧାନ ଅଟେ ଗରୁକୁ, ଅଟେ ଗରୁକୁ। ହିଡ଼ ପାଖରେ ଯଦି ଉତ୍ତମ ଫସଲ ହେଇଥିବ, ଆପଣ ଫସଲ କରିଛନ୍ତି, ସେ ହିଡ଼ ପାଖରେ ହୁଏତ ଅଧିକ ଭଲ ଫସଲ ହେଇଛି। ତେଣୁ ଗୋରୁ ଯେତେବେଳେ ଯିବ ଆଜ୍ଞା ସେ ପାଖ ଦେଇ, ବିଲ ପାଖ ଦେଇ ଯିବ, ଯାହା ବିଲ ପାଖରେ ଯଦି କେହି ବାନ୍ଧିଥିବେ, ତେଣୁ ହିଡ଼ ପାଖ ଧାନ ଅଟେ ଗରୁକୁ, ଅଟେ ଗରୁକୁ। ତେଣୁ ହିଡ଼ ପାଖ ଧାନଟାକୁ ଆଜ୍ଞା ଗୋରୁ କେତେବେଳେ ଖାଇବ ତାର କିଛି ଠିକ ଠିକଣା ନାହିଁ। ଖାଲି ଏତିକି ନୁହେଁ, ପୁଣି ରାତି ଦହି ଖିଆ ଅଟେ ଜ୍ୱରକୁ, ଅଟେ ଜ୍ୱରକୁ। ରାତ୍ରି କାଳେ ଦଧି ଅନ୍ନ ଯେ କରେ ଭୋଜନ, ରାତିରେ ଯଦି ଆପଣ ଦଧି ଖାଇବେ, ନିଶ୍ଚିତ ଭାବରେ ଜ୍ୱର ହେବାର ଯଥେଷ୍ଟ ସମ୍ଭାବନା ଅଛି। ଆମ ଶାସ୍ତ୍ର ପ୍ରମାଣ ଅନୁସାରେ ରାତ୍ରି ଦହି ଖିଆ ଅଟେ ଜ୍ୱରକୁ, ଅଟେ ଜ୍ୱରକୁ। ପୁଣି ଚିଙ୍ଗୁଡ଼ି ଶୁଖୁଆ ଅଟେ ପୋଇକୁ, ଅଟେ ପୋଇକୁ। ଚିଙ୍ଗୁଡ଼ି ଶୁଖୁଆଟା ପୋଇ ସହିତ ଯେଇ ପ୍ରକାର ସୁସ୍ୱାଦୁ ଭୋଜନ ପ୍ରସ୍ତୁତ ହବ, ଆଜ୍ଞା ସବୁ ତରକାରୀ ତା ଆଗରେ ହାର ମାନିବ। ତେଣୁ ଚିଙ୍ଗୁଡ଼ି ଶୁଖୁଆ ଅଟେ ପୋଇ। ଖାଲି ଏତିକି ନୁହେଁ, ଯାହାର ମନ ଅଟେ ଯହିଁକୁ, ଅଟେ ଯହିଁକୁ। ତାକି ରହିଥାଏ ସେ ଯେ ତହିଁକୁ, ସେ ଯେ ତହିଁକୁ। ତେଣୁ ଦନେଇ ଦାସଙ୍କର ସୁନ୍ଦର ପଦାବଳୀ, ଏକୁଟିଆ ଘର ଅଟେ ଚୋରକୁ, ବୁଢ଼ା କାଳେ ବାହା ଅଟେ ପରକୁ, ହିଡ଼ ପାଖ ଧାନ ଅଟେ ଗରୁକୁ, ରାତି ଦହିଖିଆ ଅଟେ ଜ୍ୱରକୁ, ଚିଙ୍ଗୁଡ଼ି ଶୁଖୁଆ ଅଟେ ପୋଇକୁ, ଯାହାର ମନ ଥାଏ ଯହିଁକୁ, ଟାକି ରହିଥାଏ ସେ ଯେ ତହିଁକୁ। ତେଣୁ ଇଏ ଦନେଇ ଦାସଙ୍କର ସୁନ୍ଦର ପଦ ଆବୃତ୍ତି କରି ଆଜି ସ୍ୱଳ୍ପ ସମୟର କଥାବସ୍ତୁକୁ ବିଶ୍ରାମ ଦେଉଛି। ପରବର୍ତ୍ତୀ ଅଧ୍ୟାୟରେ ଆଉ ଗୋଟିଏ ସୁନ୍ଦର କଥାବସ୍ତୁ ନେଇ ଆପଣମାନଙ୍କ ଆଗରେ ମୁଁ ଉପସ୍ଥାପନ କରିବି।
ये सर्वे भवन्तु सुखिनो सर्वे सन्तु निरामया सर्वे भद्राणि पश्यन्तु मा कश्चित् दुःखभाग् भवेत्। ओम शांति ओम शांति ओम शांति।